ମୁଁ ଶ୍ରୀ ଅନନ୍ତ କୁମାର ଜେନା ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିकारी ସାମୁଦ୍ରିକ ସମ୍ପ୍ରସାରଣ ଚନ୍ଦନେଶ୍ୱରରେ କାର୍ଯ୍ୟରତ। आज जो सागर को बदला आपनको डिपार्टमेंट कोन दायित्व थिला कोन कार्य करथिले? ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କୁ ସଚେତନ କରିବା, ଯୋଉଟା ସରକାର ଯୋଉ ଆମକୁ ଦାୟିତ୍ୱ ଦେଇଛନ୍ତି ଯେ ଲୋକଙ୍କୁ ଆମେ ସଚେତନ କରିବା। ଆଉ ସାଗର କହୁଛି ଏଇଟା 2 ଦିନ ଧରି ଚାଲିବ। ଆଜି ଆପଣଙ୍କର 25 ତାରିଖ ଆଉ 26 ତାରିଖ 2 ଦିନ ଧରି ଚାଲିବ। ଆମର ଡଙ୍ଗାର ଯୋଉମାନେ ଫିସିଂ ଯାଉଛନ୍ତି ସେମାନଙ୍କର ଡଙ୍ଗାର ପ୍ରପର କଲର କୋଡିଂ ହେଇଛି କି ନାହିଁ, ସେମାନେ ଜାତୀୟ ପତାକା ଲଗେଇଛନ୍ତି କି ନାହିଁ, ସେମାନେ ନିଜର ପରିଚୟ ନିମନ୍ତେ ମତ୍ସ୍ୟଜୀବୀ ପରିଚୟ ପତ୍ର ବା QR ଯୁକ୍ତ ଆଧାର କାର୍ଡ, ବାୟୋମେଟ୍ରିକ କାର୍ଡ ଏମାନେ ସବୁ ନେଇଛନ୍ତି କି ନାହିଁ ଏଇଟା ଆମେ ଯାଞ୍ଚ କଲୁ। ତା ସହିତ ଡଙ୍ଗାର ଲାଇସେନ୍ସ ରେଜିଷ୍ଟ୍ରେସନ ନମ୍ବର ଠିକ ଭାବରେ ଲେଖା ହେଇଛି କି ନାହିଁ ଏଗୁଡ଼ା ସବୁ ଯାଞ୍ଚ କଲୁ। ତା ସହିତ ଆମର ଯୋଉ ସେମାନେ ସମୁଦ୍ରକୁ ଯାଉଛନ୍ତି ଯେତେବେଳେ ତାଙ୍କର ଲାଇଫ ଜ୍ୟାକେଟ, ଲାଇଫ ଟ୍ୟୁବ ଏଗୁଡା ନେଇଛନ୍ତି କି ନାହିଁ ଆମେ ସବୁ ଯାଞ୍ଚ କଲୁ।